Hello friends, this video is only about some qualities of genius people. ए भिडियो रे genius लोकंकर केते गुण विषय रे कहबा। आपण माने जानंती कि genius people काहा कहंती। Genius is a person who displays exceptional intellectual ability, creative productivity and innovations. There is no scientifically precise definition of a genius, but here we are trying to explain 10 qualities of genius people. Let's start. First quality, genius people read a lot. ଜିନିୟସ୍ ଲୋକ ବହୁତ ପଢ଼ିଥାନ୍ତି। ସେ ଯେଉଁ କାମ କରିଥାନ୍ତି ସେ ବିଷୟରେ ସେ ବହୁ ପୂର୍ବରୁ ପଢ଼ି ଦେଇଥାନ୍ତି। ସେମାନଙ୍କୁ ଭଲ ଭାବରେ ଜଣାଯାଏ ଯେ ଯଦି କେହି ନିଜର ପୁରା ସମୟ ଲଗାଇ କୌଣସି ଏକ ବିଷୟରେ ବହି ଲେଖିଛନ୍ତି, ଆମେ ବାସ୍ କିଛି ସମୟ ଦେଇ ତାଙ୍କ ଜୀବନସାର ତଥ୍ୟକୁ ପଢ଼ିପାରିବା ଏବଂ ଏହାକୁ ଆଗକୁ ନେଇପାରିବା। ଏହିପରି ଜିନିୟସ୍ ଲୋକ ସେହି ବିଷୟରେ ସମୟ ନଷ୍ଟ କରିନଥାନ୍ତି ଯାହାକୁ ଅନ୍ୟ ଲୋକମାନେ ପୂର୍ବରୁ ବୁଝି ସାରିଛନ୍ତି। ଯେବେ ଇଲନ୍ ମସ୍କଙ୍କୁ ପଚରାଯାଏ ଆପଣ ରକେଟ୍ ବନାଇବା କେଉଁଠୁ ଶିଖିଲେ, ତା ପ୍ରତ୍ୟୁତ୍ତର ଦେଇଥାନ୍ତି ବହି ପଢ଼ି। ଫ୍ରେଣ୍ଡସ୍, ରିଡ଼ିଂ ସେମାନଙ୍କୁ ଫ୍ଲୁଇଡ୍ ଥିଙ୍କିଂ କରିବା ପାଇଁ ସାହାଯ୍ୟ କରିଥାଏ, କାହିଁକି ନା ସେ ନିଜେ ତ ଗୋଟିଏ ଫିଲ୍ଡରେ କାମ କରିଥାନ୍ତି ଏବଂ ଅନ୍ୟର କାମକୁ ପଢ଼ିକରି ଅଲଗା ଅଲଗା ଫିଲ୍ଡର ପ୍ୟାଟର୍ନକୁ ବୁଝିପାରନ୍ତି। ଫ୍ରେଣ୍ଡସ୍, ଆମେ ଜିନିୟସ୍ ଲୋକଙ୍କ ନଲେଜ ଦେଖି ଇମ୍ପ୍ରେସ୍ ହେଉଥାଉ, କିନ୍ତୁ ତାଙ୍କ ନଲେଜର ସିକ୍ରେଟ୍ ହେଉଛି ତାଙ୍କର ଫାଷ୍ଟ ରିଡ଼ିଂ ସ୍କିଲ୍। ଆମେ ସବୁ ଜାଣିଛେ ଏଲନ୍ ମସ୍କ, ନିକୋଲା ଟେସ୍ଲା, ୱାରେନ୍ ବଫେଟ୍, ବିଲ୍ ଗେଟ୍ସ, ବେଞ୍ଜାମିନ୍ ଫ୍ରାଙ୍କଲିନ୍ ବହି ପଢ଼ିବାକୁ କେତେ ଇମ୍ପୋର୍ଟାଣ୍ଟ ମାନନ୍ତି। ତ ଆପଣ ଯଦି ବୁକ୍ ପଢ଼ନ୍ତି ନାହିଁ ତେବେ ଆଜିଠାରୁ ପଢ଼ିବା ଷ୍ଟାର୍ଟ କରିଦିଅନ୍ତୁ। ସାଇନ୍ ନମ୍ବର 2, ଦେ ହାଭ୍ ପାୱାରଫୁଲ୍ ଇମାଜିନେସନ୍। ଜିନିୟସ୍ ଲୋକଙ୍କ ଇମାଜିନେସନ୍ ପାୱାର ବହୁତ ହୋଇଥାଏ। ସେମାନେ ସବୁବେଳେ ପିକ୍ଚର ଫର୍ମରେ ଭାବିଥାନ୍ତି, ସବୁବେଳେ ତାଙ୍କ ମାଇଣ୍ଡରେ ଏକ୍ସପେରିମେଣ୍ଟ ଚାଲୁଥାଏ। ଫ୍ରେଣ୍ଡସ୍ କହିଥାନ୍ତି ନିକୋଲା ଟେସ୍ଲାଙ୍କ ଇମାଜିନେସନ୍ ପାୱାର ଏତେ ଥିଲା ଯେ ସେ କୌଣସି ଏକ ମେସିନ୍ ମୋଟରକୁ ବନାଇବା ପୂର୍ବରୁ ତାଙ୍କର ସବୁ ପାର୍ଟସକୁ ନିଜର ମସ୍ତିଷ୍କରେ ଚଳାଇ ଦେଖିଥାନ୍ତି। ଏହିପରି ଡିଜାଇନ୍ କରିବା ପୂର୍ବରୁ ସେ ଜାଣି ଦେଉଥିଲେ କିଏ ୱାର୍କ କରିବ ଏବଂ କିଏ କରିବ ନାହିଁ। ଏହା ହେଉଛି ଇମାଜିନେସନ୍ ପାୱାର ଯାହାକୁ ପ୍ରୟୋଗ କରି ଜିନିୟସ୍ ଇନଭେନ୍ସନ୍ କରିଥାନ୍ତି। ସାଇନ୍ ନମ୍ବର 3, ଦେ ଆର୍ ଭେରି କ୍ୟୁରିୟସ୍। ଜିନିୟସ୍ ଲୋକ ବହୁତ କ୍ୟୁରିୟସ୍ ହୋଇଥାନ୍ତି। ଥରେ ଆଇନଷ୍ଟାଇନଙ୍କୁ ପଚରାଯାଇଥିଲା ଆପଣଙ୍କର ଇଣ୍ଟେଲିଜେନ୍ସ ରାଜ କ'ଣ? ସେ କହିଥିଲା ଆଇ ହାଭ୍ ନୋ ସ୍ପେଶାଲ ଟ୍ୟାଲେଣ୍ଟ, ଆଇ ଆମ୍ ଓନ୍ଲି ପ୍ୟାସନେଟଲି କ୍ୟୁରିୟସ୍। ଜିନିୟସ୍ ଲୋକ ସବୁବେଳେ ନିଜ ଭାବନାରେ ବ୍ୟସ୍ତ ରହିଥାନ୍ତି। ତାଙ୍କର ଅନ୍ୟ କେଉଁ କଥାରେ ମନ ଲାଗିନଥାଏ ଯେ ପର୍ଯ୍ୟନ୍ତ ସେହି ପହେଲିର ସଲ୍ୟୁସନ୍ ନ ମିଳିଛି। ଯଦି ସେମାନେ କୌଣସି ଜିନିଷ ପଛରେ ପଡ଼ିଯାନ୍ତି ତାହାକୁ ସେ କଦାପି ଛାଡ଼ନ୍ତି ନାହିଁ। ଯଦି କୌଣସି ବିଷୟରେ ତାଙ୍କର ମନରେ କିଛି ପ୍ରଶ୍ନ ହୋଇଥାଏ ସେ ପର୍ଯ୍ୟନ୍ତ ସେ ଛାଡ଼ନ୍ତି ନାହିଁ ଯେ ପର୍ଯ୍ୟନ୍ତ ସମସ୍ତ ପ୍ରଶ୍ନର ଉତ୍ତର ନ ମିଳିଛି। ଏ ସେହି କ୍ୟୁରିଓସିଟି ଯାହା ତାଙ୍କୁ ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ ଅସ୍ତବ୍ୟସ୍ତ କରି ପକାଇଥାଏ, ଯାହା ଏକ ସାଧାରଣ ମଣିଷ ଛାଡ଼ି ଦେଇଥାଏ। ଯଦି ଆପଣଙ୍କ ମନରେ ସବୁ ଜାଣିବାର କ୍ରୀଡ଼ା ଅଛି ତେବେ ମୁବାରକ ହୋ ସାର୍ଜି, ତୁସି ଗ୍ରେଟ୍ ହୋ। ସାଇନ୍ ନମ୍ବର 4, ଦେ ଟକ୍ ଟୁ ଦେମସେଲ୍ଫ। ଜିନିୟସ୍ ଲୋକ ନିଜ ସହିତ କଥା ହୋଇଥାନ୍ତି। ହଁ ଫ୍ରେଣ୍ଡସ୍, ଜିନିୟସ୍ ଲୋକ କ୍ରାଉଡ଼ରୁ ଅଲଗା ହେବା ପାଇଁ ତାଙ୍କୁ ସାଥୀ ଦରକାର ପଡ଼ିଥାଏ ଏବଂ ସେହି ସାଥୀ ତାଙ୍କ ଭିତରେ ମିଳିଥାଏ। ସେ କେବେ କାଗଜରେ ଲେଖିକରି ତ କେବେ ନିଜ ମସ୍ତିଷ୍କରେ ନିଜକୁ ବୁଝାଇଥାନ୍ତି। ଜିନିୟସ୍ ଲୋକ ସେଲ୍ଫ ଲର୍ଣ୍ଣର ହୋଇଥାନ୍ତି, ତେଣୁ ସେ ନିଜେ ନିଜକୁ ସବୁବେଳେ ବୁଝାଇଥାନ୍ତି, ମୋଟିଭେଟ୍ କରିଥାନ୍ତି ଏବଂ ନିଜେ ନିଜକୁ କୋଶ୍ଚିନ୍ କରିଥାନ୍ତି, ନିଜ ସହିତ କଥା ହୋଇ ନିଜକୁ ଭରସା ଦେଇଥାନ୍ତି। ଫ୍ରେଣ୍ଡସ୍, କାଫି ବୁକ୍ସ ଆମକୁ ଶିକ୍ଷା ଦେଇଥାଏ ଯେ ସକାଳୁ ଉଠି ଆମେ ଆଫର୍ମେସନ୍ କରିବା ଉଚିତ, ପଜିଟିଭ୍ କଥା କହିବା ଉଚିତ, ଗୋଲକୁ ରିପିଟ୍ କରିବା ଉଚିତ, ଯାହାଫଳରେ ଆମର ସବକନସିୟସ୍ ମାଇଣ୍ଡ ଶୁଣି ତାହା ଉପରେ ଆକ୍ଟ କରିଥାଏ। ଆପଣ ପେପର ଉପରେ ଲେଖିକରି ତ ଆଇନା ସାମ୍ନାରେ ଠିଆ ହୋଇ ନିଜ ସହିତ କଥା ହୋଇଥାନ୍ତି, ତେବେ ବ୍ୟସ୍ତ ହେବାର କିଛି ନଥାଏ। ଏବେ ବି ଆପଣଙ୍କ ଦିମାଗ ତୋର କାଫି ଫିଟ୍ ଅଛନ୍ତି। ସାଇନ୍ ନମ୍ବର 5, ଦେ ହାଭ୍ ହାଇ ଡିଗ୍ରୀ ଅଫ୍ ଫୋକସ୍। ସେମାନଙ୍କର ଫୋକସ୍ ନେକ୍ସଟ ଲେବୁଲର ହୋଇଥାଏ। ସେମାନେ କିଛି ବି କାମ କରୁଥାନ୍ତି ନା କାହିଁକି ସେମାନେ ଫୋକସ୍ ସେହି ଜିନିଷ ଉପରେ ଥାଏ ଯାହାର ସଲ୍ୟୁସନ୍ ସେମାନେ ଖୋଜୁଥାନ୍ତି। ସେମାନେ କିଛି ବି କଥା ମଝିରେ ନିଜର କଥା ଷ୍ଟାର୍ଟ କରିଦେଇଥାନ୍ତି ଯାହା ଅନ୍ୟକୁ ଇରିଟେଟ୍ ଲାଗିଥାଏ। ପାଣି ପିଇବା ବେଳେ, ଖାଇବା ବେଳେ ଏବଂ ଅନ୍ୟ କିଛି ବି କାମ କରିବା ବେଳେ ସେମାନେ ମାଇଣ୍ଡରେ ନିଜର କାମ ବିଷୟରେ ଭାବିଥାନ୍ତି। ସେମାନଙ୍କର ଫୋକସ୍ ଲେବୁଲ୍ ଏତେ ହୋଇଯାଇଥାଏ ଯେ ତାଙ୍କ ସହିତ କିଛି ବି କଥା କହିବା କଷ୍ଟକର ହୋଇଥାଏ, କାରଣ ସେମାନେ ନିଜ ଭାବନାରେ ଡୁବି ରହିଥାନ୍ତି। ସାଇନ୍ ନମ୍ବର 6, ନାଇଟ୍ ଆଉଲ୍। କ'ଣ ଆପଣଙ୍କୁ ଲେଟ୍ ନାଇଟ୍ ଉଜାଗର ରହିବାକୁ ଭଲ ଲାଗେ? ତେବେ ଏହା ଏକ ଜିନିୟସ୍ର ସାଇନ୍। ସାଇଣ୍ଟିଫିକ୍ ରିସର୍ଚ୍ଚ କହିଥାଏ ଯେଉଁ ଲୋକ ଲେଟ୍ ନାଇଟ୍ ଜାଗିଥାନ୍ତି ତାଙ୍କର ଆଇକ୍ୟୁ ହାଇ ହୋଇଥାଏ। କ'ଣ ଆପଣ ଜାଣନ୍ତି ବାରାକ ଓବାମା, ଚାର୍ଲସ ଡାରୱିନ୍ ଲେଟ୍ ନାଇଟ୍ ଜାଗିଥାନ୍ତି କାରଣ ସେମାନେ ଫେସବୁକ୍, ହ୍ୱାଟ୍ସଆପ୍ରେ ଚାଟ୍ କରିବା ପାଇଁ ଜାଗିନଥାନ୍ତି। ଲେଟ୍ ନାଇଟ୍ରେ ସେମାନେ କିଛି ପ୍ରଡକ୍ଟିଭ୍ କାମ କରିଥାନ୍ତି। ସାଇନ୍ ନମ୍ବର 7, ମେସି ଡେସ୍କ। ଇଣ୍ଟେଲିଜେଣ୍ଟ ବା ଜିନିୟସ୍ ଲୋକ ନିଜର ମେସି ଡେସ୍କ ଅର୍ ଅନଅର୍ଗାନାଇଜ୍ଡ ଡେସ୍କକୁ ସଜାଡ଼ି ନଥାନ୍ତି କାରଣ ସେମାନଙ୍କ ମାଇଣ୍ଡରେ ଅନ୍ୟ ମହତ୍ତ୍ୱପୂର୍ଣ୍ଣ କାମ ଚାଲିଥାଏ। ସେଥିପାଇଁ ସେମାନେ
ଅନଇମ୍ପୋର୍ଟାଣ୍ଟ କାମରେ ସମୟ ନଷ୍ଟ କରିନଥାନ୍ତି। ମେସି ହ୍ୟାଣ୍ଡରାଇଟିଂସ୍ ଆର୍ ସାଇନ୍ ଅଫ୍ ଜିନିୟସନେସ୍। ମେସି ପିପୁଲ୍ ଆର୍ ମୋର୍ ଇନୋଭେଟିଭ୍ ଆଣ୍ଡ ଇଣ୍ଟେଲିଜେଣ୍ଟ। ମେସି ପିପୁଲ୍ ହାଭ୍ ମୋର୍ ଆଇଡିଆଜ୍, ମୋର୍ ଇନଭେଣ୍ଟିଭ୍ ଥଟ୍ସ ଆଉଟସାଇଡ୍ ଦ ବକ୍ସ। ତେଣୁ ମେସି ଡେସ୍କ ଜିନିୟସ୍ ଲୋକଙ୍କର ଏକ ଅଭ୍ୟାସ। ଯଦି ଆପଣଙ୍କର ଏହି ଅଭ୍ୟାସ ଥାଏ ତେବେ ଆପଣ ବି ଜିନିୟସ୍ ତାଲିକାର ଅନ୍ତର୍ଭୁକ୍ତ। ସାଇନ୍ ନମ୍ବର 8 ଲେଜିନେସ୍। ଜିନିୟସ୍ ଲୋକଙ୍କର ଏକ ଆଦତ ଆଳସ୍ୟ ହେବା। ଆମେରିକା ରିସର୍ଚ୍ଚର କୁହନ୍ତି ଜିନିୟସ୍ ଲୋକ ନିଜ ଖୟାଲରେ ବା ନିଜ ଚିନ୍ତାରେ ରହିଥାନ୍ତି, ଯେ କି ଦିମାଗ ତୌର पर କାଫି ଚୁସ୍ତ ଏବଂ ଆଳସ୍ୟପରାୟଣ ହୋଇଥାନ୍ତି। ଯଦି ଆପଣ ଲେଜି ହୋଇଥାନ୍ତି ତେବେ ଆପଣଙ୍କର ଆଦତକୁ ଜିନିୟସ୍ ଲୋକଙ୍କ ସହିତ ଯୋଡ଼ି ପାରିବା। ଅଫକୋର୍ସ ଏହା ମତଲବ ହୋଇନଥାଏ ଆପଣ ଦିନ ତମାମ ଟିଭି ଦେଖି ଘରେ ପଡ଼ି ରହିବା। ଜିନିୟସ୍ ଲୋକ କାମ କରିବାର ଆଶାନ୍ତରେ ଖୋଜି ଦେଇଥାନ୍ତି। ସେଥିପାଇଁ ବିଲ୍ ଗେଟ୍ସ କୁହନ୍ତି ମୁଁ ମୋର କଷ୍ଟ କାମକୁ ଆଳସୀ ଲୋକଙ୍କୁ ଦେଇଥାଏ। କାହିଁକି ନା ଆଳସୀ ଲୋକ ମୁସ୍କିଲ କାମକୁ କରିବାର ଆସାନ ତରିକା ଖୋଜି ଦେଇଥାନ୍ତି। ସାଇନ୍ ନମ୍ବର 9 ଫରଗେଟଫୁଲନେସ୍। ଫରଗେଟଫୁଲନେସ୍ ଇଜ୍ ଏ ହାଇଲି ଇଭଲ୍ଭ ଫର୍ମ ଅଫ୍ ଇଣ୍ଟେଲିଜେନ୍ସ। ଫରଗେଟଫୁଲନେସ୍ ବା ଭୁଲିଯିବା ଜିନିୟସ୍ ଲୋକଙ୍କର ଏକ ଆଦତ ହୋଇଥାଏ। ଏପରି ଅଛି ମେମୋରି ଜିନିୟସ୍ଙ୍କର ଏକ ଲକ୍ଷଣ ହୋଇଥାଏ, କିନ୍ତୁ ରିସେଣ୍ଟ ରିସର୍ଚ୍ଚର କୁହନ୍ତି ଭୁଲିଯିବା ବା ଫରଗେଟଫୁଲନେସ୍ ଜିନିୟସ୍ ଲୋକଙ୍କର ଏକ ଲକ୍ଷଣ ହୋଇଥାଏ। ଫର ଏନ୍ ଏକ୍ଜାମ୍ପଲ୍, ଥରେ ଆଇନଷ୍ଟାଇନ୍ ଟ୍ରେନ୍ରେ ଯାଉଥିଲେ କିନ୍ତୁ ତାଙ୍କ ଟିକେଟ୍ ସେ ପାଉନଥିଲେ। ଯେତେବେଳେ ଟିକେଟ୍ କଲେକ୍ଟର ପଚାରିଲା ଟିକେଟ୍ କାହିଁ, ସେ ଖୋଜିବାରେ ଲାଗିଥିଲେ, ମାତ୍ର ଟିକେଟ୍ କଲେକ୍ଟର କହିଲା ମୁଁ ଆପଣଙ୍କୁ ଜାଣେ। ଏହା କହି ସେ ସେଠାରୁ ଚାଲିଗଲା। କିଛି ସମୟ ପରେ ଆସିବା ପରେ ଆଇନଷ୍ଟାଇନ୍ ସେହିପରି ଟିକେଟ୍ ଖୋଜୁଥାନ୍ତି। ସେ ଟିକେଟ୍ କଲେକ୍ଟର ପଚାରିଲା ଆପଣ କେଉଁଠିକି ଯିବେ? ସେ ଉତ୍ତରରେ କହିଲେ ମୁଁ ସେଥିପାଇଁ ଟିକେଟ୍ ଖୋଜୁଛି ଯେ କେଉଁଠିକି ଯିବି ମୋର ମନେ ନାହିଁ। ତେଣୁ ରିସର୍ଚ୍ଚର କୁହନ୍ତି ଜିନିୟସ୍ ଲୋକଙ୍କୁ ଛୋଟ ଛୋଟ ଜିନିଷକୁ ନିଜ ମନରୁ ବାହାର କରି କିଛି ଭଲ ଏବଂ ବଡ଼ ବଡ଼ ଆଇଡ଼ିଆକୁ ନିଜ ମନରେ ଆଣି ପ୍ରଡକ୍ଟିଭ୍ କାର୍ଯ୍ୟ କରିଥାନ୍ତି। ତେଣୁ ନେକ୍ସଟ ଟାଇମ୍ ଯଦି ଆପଣ ଚାବି ରଖି ତାକୁ ଭୁଲି ଯାଆନ୍ତି ତେବେ ଆପଣ ମଧ୍ୟ ଏକ ଜିନିୟସ୍। ଏଥିରେ ମନ ଦୁଃଖ କରିବାର କିଛି ନାହିଁ। ସାଇନ୍ ନମ୍ବର 10 ବ୍ରେନ୍ ରନ୍ସ ଇନ୍ ଦ ଫ୍ୟାମିଲି। ଇଣ୍ଟେଲିଜେନ୍ସ ଅର୍ ଜିନିୟସନେସ୍ ଗୋଟିଏ ହେରିଡେଟାରୀ ବା ଜେନେଟିକାଲି କ୍ୟାରେକ୍ଟର୍ସ। ଏହା ବଂଶାନୁକ୍ରମିକ ଭାବେ ଆସିଥାଏ। ଯଦି ଆପଣଙ୍କର ବ୍ରେନ୍ର ଫ୍ରଣ୍ଟାଲ୍ ଲୋବ୍ ଇଜ୍ ଲାର୍ଜର ଦ୍ୟାନ୍ ଆଭରେଜ୍ then it is a sign of geniusness. If you come from a long line of smart people, then it probably follow these footsteps. So genetic plays main role many times for geniusness. These are the some points about genius people. जदि ये वीडियो आपनको knowledge growth रे किसी भी साहाଯ୍ୟ କରୁଛି ତେବେ please like the video, share with your friends and subscribe for more videos. Thanks for watching.